ଗୋଦାବରୀଶଙ୍କ ସମୟକୁ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଥିଲା। ଲେଖକଙ୍କ ଉକ୍ତି ହେଉଛି, ମୋ ପୂର୍ବରୁ ବାଣପୁରର 60,000 ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ। ତାଙ୍କ ଦ୍ୱାରରେ ଶହ ଶହ ଲୋକ ରୁଣ୍ଡ ହୁଅନ୍ତି। ସେତେବେଳେ ବାଣପୁରରେ ମାଇନର ସ୍କୁଲଟିଏ ନଥିଲା। ଲେଖକ ପୁରୀରେ ଯାଇ ପାଠ ପଢ଼ିଲେ। ଶିକ୍ଷା ବିସ୍ତାର ସେ ସମୟରେ ଯେ କେତେ ନଗଣ୍ୟ ଥିଲା, ତାହା ଏଥିରୁ ସ୍ପଷ୍ଟ ହୋଇଥାଏ। ଗୋଦାବରୀଶ ପୁରୀରେ ଦୁଃଖ କଷ୍ଟରେ ପାଠ ପଢ଼ିବାକୁ ଲାଗିଲେ। ପଇସା ଅଭାବରେ ମଧ୍ୟ ଅନେକ ଥର ତାଙ୍କୁ ଉପାସ ରହିବାକୁ ପଡ଼ିଛି। ପୁରୀରେ ପଢ଼ିବା ଭିତରେ ଲେଖକ ପୁରୀ ଭାଙ୍ଗ ବିଷୟରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଗୋଦାବରୀଶଙ୍କ ଭାଷାରେ ଭାଙ୍ଗ ମରହର୍ବି କାଳର ପେୟ, ମଦ ଆଧୁନିକ ପ୍ରଗତିଶୀଳ ଯୁଗର। ଭାରତୀୟ ଜାତୀୟ କଂଗ୍ରେସ ଦେଶ ସ୍ୱାଧୀନତା ସଂଗ୍ରାମ ଚଳାଇବା ସହିତ ନିଶା ନିବାରଣ ନୀତି ଓ ଘୋଷଣା କରିଥିଲେ। ମଧ୍ୟ ଦେଶରେ ମଦର ପ୍ରସାର ଘଟିଛି। ପୁରୀ ବି.ଏନ୍.ଆର୍. ହୋଟେଲରୁ ମଦ ବିକ୍ରି ଆରମ୍ଭ ହୋଇଛି। ବିଦେଶୀ ସୁରାପାନାଳୟ ମଧ୍ୟ ଓଡ଼ିଶାରେ ସ୍ଥାପିତ ହୋଇଛି। ଉକ୍ତ ଆତ୍ମଜୀବନୀରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହିତ ଓଡ଼ିଶାରେ ଏହାର ପଦଧ୍ୱନି କିପରି ଝଙ୍କୃତ ହୋଇଛି, ତାହା ଲେଖକ ବର୍ଣ୍ଣନା କରିଛନ୍ତି। ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଗୋପବନ୍ଧୁ ପ୍ରଭୃତି ଯୋଗ ଦେଇଥିଲେ। କିନ୍ତୁ ଓଡ଼ିଶାରେ ଅନେକ ସ୍ୱାଭିମାନୀ ଶିକ୍ଷିତ ଯୁବକ ଓ ଜମିଦାର ମଧ୍ୟ ଭିତରେ ଭିତରେ ଇଂରେଜ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ବଙ୍ଗଳାରୁ ଚରମପନ୍ଥୀ ଆନ୍ଦୋଳନକାରୀମାନେ ସ୍କୁଲ କଲେଜର ଛାତ୍ରାବାସକୁ ଆସି ପିଲାମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଉଦ୍ବୋଧନ ଦେଉଥିଲେ। ସେମାନଙ୍କ ମଧ୍ୟରେ କ୍ଷୁଦିରାମ ମଧ୍ୟ କଟକର ରେଭେନ୍ସା କଲେଜ ଛାତ୍ରାବାସକୁ ଆସିଥିବା କଥା ଗୋଦାବରୀଶ ଲେଖିଛନ୍ତି। ବଙ୍ଗଳାର ଚରମପନ୍ଥୀ ନେତା ଶଶିଦାଙ୍କ ସହିତ ଲେଖକଙ୍କର ଛାତ୍ରଜୀବନରୁ ଘନିଷ୍ଠ ସମ୍ପର୍କ ରହିଥିଲା। ଗୋପବନ୍ଧୁ, ନୀଳକଣ୍ଠ, ହରିହର, ମଧୁସୂଦନ ପ୍ରଭୃତି ସ୍ୱାଧୀନତା ସଂଗ୍ରାମ ସହିତ ଓଡ଼ିଆ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମିତ୍ତ ଓଡ଼ିଆମାନଙ୍କ ଭିତରେ ନବଜାଗରଣ ଆଣିଥିଲେ। ବଙ୍ଗ, ବିହାର ଓ ଓଡ଼ିଶା ସେତେବେଳେ ଗୋଟିଏ ପ୍ରଦେଶ ଥିଲା। ସମଗ୍ର ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ରଣ ପାଇଁ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ ଗୋଦାବରୀଶ ବିହାରର ଚକ୍ରଧରପୁରରେ ଓଡ଼ିଆ ଜାଗରଣ ସୃଷ୍ଟି କରିଥିଲେ। ଟିକିଲି, ଚାଇଁବସା, ଚକ୍ରଧରପୁର, ଜଗଦଳପୁର, ମେଦିନାପୁରରେ ସଂଖ୍ୟାଧିକ ଓଡ଼ିଆ ଭାଷୀ ଏବେ ମଧ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶିପାରି ନାହାନ୍ତି। ଏହିସବୁ ଅଞ୍ଚଳରେ ଓଡ଼ିଆ ଜାଗରଣ ସୃଷ୍ଟି କରିବାକୁ ଗୋପବନ୍ଧୁ, ଗୋଦାବରୀଶ ଅନେକ ପ୍ରଚେଷ୍ଟା ଚଳାଇଥିଲେ। ତତ୍କାଳୀନ ସମୟ ସମ୍ପର୍କରେ ମତାମତ ହେଉଛି, ପ୍ରାଚୀନ ଭାରତୀୟ ଧର୍ମ, ସଂସ୍କୃତି ଓ ମତବାଦ ଧୀରେ ଧୀରେ ଲୋପ ପାଇ ଯାଉଛି। ବର୍ତ୍ତମାନ ଯୁଗ ହେଉଛି ଆଡ଼ମ୍ବର ଓ ଭୋଗବିଳାସର। ତାଳୁରୁ ତଳିପା ପର୍ଯ୍ୟନ୍ତ ସମସ୍ତେ ଅସାଧୁତାର ଆଶ୍ରୟ ନେଇଛନ୍ତି। ଧନୀର ଭଣ୍ଡାରରେ କେବଳ ଧନ ଜମା ହୋଇଛି, ଦରିଦ୍ର ଦରିଦ୍ରତର ପାଲଟୁଛି। ଧନୀ ଦରିଦ୍ରର ବୈଷମ୍ୟ ସେ ସମୟରେ ଯେ ରହିଥିଲା, ତାହା ଏଥିରୁ ଅନୁମେୟ। ଲୋକ ଅର୍ଥ ପଛରେ ହାଇଁ ପାଇଁ ହୋଇ ଧାଇଁଛନ୍ତି। 1907 ମସିହାରେ ଓଡ଼ିଶାରେ ଦେଖାଦେଇଥିବା ଅସାଧାରଣ ବନ୍ୟା ସମ୍ପର୍କରେ ଗୋଦାବରୀଶ ସୂଚନା ଦେଇଛନ୍ତି। ମହାନଦୀ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ ଏକ ସମୟରେ ବନ୍ୟା ଆସି ଓଡ଼ିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ଗୋପବନ୍ଧୁ ପ୍ରଭୃତି ମାଗିଯାଚି ଲୋକମାନଙ୍କୁ ସାହାଯ୍ୟ କରିବାରେ ଲାଗି ପଡ଼ିଥିଲେ। ନେଭିନ୍ସନ୍ ସାହେବ ବନ୍ୟା ବୃତ୍ତାନ୍ତ ସଂଗ୍ରହ ପାଇଁ ଓଡ଼ିଶା ଆସିଥିଲେ। ସେହି ସଭାରେ ଗୋପବନ୍ଧୁ ବାବୁ ଦୁଃଖରେ କାନ୍ଦି ପକାଇଥିଲେ। ଶିକ୍ଷା କ୍ଷେତ୍ରରେ ଓ ଜାତୀୟତାବାଦୀ ଆନ୍ଦୋଳନରେ ଗୋଦାବରୀଶ, ଗୋପବନ୍ଧୁ, ନୀଳକଣ୍ଠ ଓ ହରିହର ପ୍ରଭୃତି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ, ଯାହାର ଫଳଶ୍ରୁତି ହେଉଛି ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ। ପିଲାମାନଙ୍କୁ ଶିକ୍ଷିତ କରିବା ସହିତ ସେମାନଙ୍କୁ ଜାତୀୟ ଚେତନାରେ ଉଦ୍ବୁଦ୍ଧ କରାଇବା ଥିଲା ଏହି ସାଧକମାନଙ୍କର ମୁଖ୍ୟ ଲକ୍ଷ୍ୟ। ପରବର୍ତ୍ତୀ ସମୟରେ ଗୋପବନ୍ଧୁ, ନୀଳକଣ୍ଠ ଓ ଗୋଦାବରୀଶ ବ୍ୟବସ୍ଥାପକ ସଭାର ସଭ୍ୟ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ। ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଲେଖକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ମୂଳରେ ବଙ୍ଗାଳୀ ସରକାରୀ କର୍ମଚାରୀମାନଙ୍କର ଓଡ଼ିଶାବାସୀଙ୍କ ପ୍ରତି ରହିଥିବା ବିଦ୍ୱେଷ ଭାବର ପରିଣତି। ଗୋଦାବରୀଶଙ୍କ ସଂଗ୍ରାମମୟ ଜୀବନ ଲିପି ହେଉଛି ତାଙ୍କର ଆତ୍ମଜୀବନୀ। ପିଲାଦିନରୁ ଆରମ୍ଭ କରି ରାଜନୈତିକ ନେତା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ସେ ନିଜକୁ, ନିଜ ଜନ୍ମଭୂମିକୁ ଓ ତାଙ୍କ ଆଦର୍ଶକୁ ଛାଡ଼ିପାରି ନାହାନ୍ତି। କର୍ମମୟ ଜୀବନ କାହାଣୀ ଲେଖିବା ମଧ୍ୟରେ ତତ୍କାଳୀନ ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ଚିତ୍ର ସ୍ପଷ୍ଟ ଭାବେ ଉପସ୍ଥାପିତ କରିଛନ୍ତି। ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ଯଥାର୍ଥରେ କହିଥିଲେ,
ଏହି ଜୀବନୀ ଚିତ୍ର ମାଧ୍ୟମରେ ଆମ୍ଭେମାନେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଯେଉଁ ଅମଳିନ ଚିତ୍ରର କଳାରୂପ ଦେଖିଥାଉ ତାହାର ପଟାନ୍ତର ନାହିଁ। ଉକ୍ତ ଆତ୍ମଜୀବନୀ ସମ୍ପର୍କରେ ଏହା ହିଁ ଯଥାର୍ଥ ପରିପ୍ରକାଶ।